ମୁକୁନ୍ଦ ଦେବଙ୍କର କଥା କହୁଥିଲି ତାଙ୍କ ଭଉଣୀ ଲୀଳାବତୀର ବିବାହ। ସେଇ ମୁକୁନ୍ଦ ଦେବ ରାଜା ଗୋଟିଏ ଶାସନ ବସେଇଥିଲେ, ତା ନାଁଟା ଦାଣ୍ଡ ମୁକୁନ୍ଦପୁର ଶାସନ। ପୁରୀ ଗଲା ବେଳେ ସାତଶଙ୍ଖ ପୂର୍ବରୁ ଆଜ୍ଞା ରାସ୍ତା ପାର୍ଶ୍ୱରେ ଅଛି ପୋଖରୀଟା। ସେ ପୋଖରୀ ପାଖରେ ମନ୍ଦିର, ଶିବ ମନ୍ଦିର, ଗୋପୀନାଥ ମନ୍ଦିର। ଗାଁଟା ଟିକେ ଭିତର, ତା ନାଁଟା ଦାଣ୍ଡ ମୁକୁନ୍ଦପୁର ବ୍ରାହ୍ମଣ ଶାସନ। ଆଜ୍ଞା ତାହେଲେ ବାପା ମାନେ ବ୍ରାହ୍ମଣ ଶାସନ ବୋଲିକି ଚିହ୍ନି ହୋଇଯିବ। କେମିତି ଚିହ୍ନିବ? ତାର ଗୋଟେ ଚିହ୍ନ ଅଛି, କବି ଲେଖିଛନ୍ତି। କହିଲେ ବ୍ରାହ୍ମଣ ଶାସନ ଦୂରରୁ ଚିହ୍ନିବ, ନଡ଼ିଆ ଗଛ ଦେଖିଲେ ଭଲ ନେତା ବୋଲି ତାଙ୍କୁ ଜାଣିବ, ଗାନ୍ଧୀ ଖଦର ପିନ୍ଧିଲେ। ବ୍ରାହ୍ମଣ ଶାସନ ଦୂରରୁ ଚିହ୍ନିବ ନଡ଼ିଆ ଗଛ ଦେଖିଲେ। ଆରେ ଅଧିକା ନଡ଼ିଆ ଗଛ ଜାଣିବ ସେଇ ଗୋଟାକ ବ୍ରାହ୍ମଣ ଶାସନ। ଭଲ ନେତା ବୋଲି ତାଙ୍କୁ ଚିହ୍ନିବ, ଗାନ୍ଧୀ ଖଦଡ଼ ପିନ୍ଧିଲେ। ଖୋଳ କରିକି ସବୁ ଖାଆନ୍ତୁ ପଛେ ଗାନ୍ଧୀଙ୍କ ଧର୍ମ ରଖିଛନ୍ତି। ତାହେଲେ ସେ ଦାଣ୍ଡ ମୁକୁନ୍ଦପୁର ବ୍ରାହ୍ମଣ ଶାସନ ସରୋବରକୁ ପ୍ରତିଦିନ ରାସ୍ତା ପାର୍ଶ୍ୱକୁ ସ୍ନାନ କରିବାକୁ ସବୁ ଆସନ୍ତି। ସେ ପୁଅଙ୍କ କଥା ଛାଡ଼ିଦିଅ, ବୁଢ଼ାଙ୍କ କଥା ଛାଡ଼ିଦିଅ, ବୁଢ଼ୀଙ୍କ କଥା ଛାଡ଼ିଦିଅ। ଛାଡ଼ିଦିଅ କାହିଁକି? ନାରୀ କବି ଅପର୍ଣ୍ଣା ଦେବୀଙ୍କ ଲେଖାରେ କହିଲେ ବୁଢ଼ା ମାନଙ୍କର କଥା ଚାଲିଯାଏ କାଠରେ, ବୁଢ଼ା ମାନଙ୍କର କଥା ଚାଲିଯାଏ ହସରେ, ପୁଅ ମାନଙ୍କର କଥା ଚାଲିଯାଏ ହସରେ, ଝିଅ ମାନଙ୍କର କଥା ନାରୀ କବି ଅପର୍ଣ୍ଣା କହିଲେ ଜଣେ ବୃଦ୍ଧ ଲୋକ ବସିଛି, ତାକୁ ଶ୍ୱାସ ବେମାର ହୋଇଛି। ତା ପାଖରେ ଆପଣ ପହଞ୍ଚିଲା ବେଳେ କଣ ସିଏ କହିବାକୁ ଆରମ୍ଭ କରିଥିବ କହିପାରିବନି, ଖାସ ଏ ବୃଦ୍ଧା ମାନଙ୍କର କଥା ଚାଲିଯାଏ ବସରେ। ଦାଣ୍ଡ ପିଣ୍ଡାରେ ବସିଥିବେ, ଯଦି ଶାଶୁଘରୁ ଝିଅଟିଏ ଆଇଲା, ବୁଢୀ ମା କହିକି ମୁଣ୍ଡିଆ ମାରିବ, ସିଏ କଣ ପଚାରିବା ପୂର୍ବରୁ ଝିଅ ଟିକେ ବସ ମ, ଟିକେ ବସ ମ, ଟିକେ ବସ କହୁ କହୁ ସେ ତାର ଯାଇ। ମୋର କେତେ କାମ ଅଛି, ମୁଁ ଆସୁଛି। ଆଜ୍ଞା 5 ଜଣ ଯୁବକ ଯେବେ ଏକତ୍ର ହେଲେଣି, ତାଙ୍କର କଣ କଥାଟା କେଜାଣି କଥା ଚାଲିଯାଏ ହସରେ। ଆରମ୍ଭ ହଉ ହଉ ଖାଲି ହସ ଝିଅ ମାନଙ୍କର କଥା ଚାଲିଯାଏ ରସରେ। ତାହେଲେ ଝିଅ 3ଟି ଗାଧୋଇବାକୁ ସେ ପୋଖରୀକି ଆସିଛନ୍ତି। ମନେ ରଖିଥାନ୍ତୁ, ଗାଁ ନାଁଟା ହେଲା ଦାଣ୍ଡ ମୁକୁନ୍ଦପୁର। ପୁରୀ ଜିଲ୍ଲାରୁ କଥାଟା ଆରମ୍ଭ ହେଲା। ଏ ଝିଅ ମାନେ ଯାଇ ପୋଖରୀରେ ପହଞ୍ଚି ଗଲେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲେଖା ଲାବଣ୍ୟବତୀରେ ଜମଙ୍କର ସିଏ ଲେଖିଦେଲେ, ଝିଅ ମାନେ ଦେଖୁଛନ୍ତି। କହିଲେ ଦେଖରେ ନଳିନୀ 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 ଭ୍ରମତି ଭ୍ରମରେ ଭ୍ରମରେ ଏ ପୋଖରୀ ଶୋଭା ଦେଖିବାକୁ ଆସିନାହାନ୍ତି, ଏମାନେ ସ୍ନାନ କରିବାକୁ। ତାହେଲେ 5 ଝିଅରେ 5 କଥା। 3ଟା ଝିଅ ଏକତ୍ର ହେଇକି ଯେତେବେଳେ ସ୍ନାନ କରିବାକୁ ଗଲେ, କହିଲେ ଟିକେ ଖେଳିବା। ଖେଳ ଖେଳିବା ନା ବୁଡିକି ଜଣକୁ ଜଣେ ଛୁଇଁବ। ସେଇ ଲାବଣ୍ୟବତୀରେ ସେଇ ଭଞ୍ଜଙ୍କ ଲେଖା। କହିଲେ ବୁଡିକେ କାହାର ଚରଣ ଧରୁ ଜାଣିଛେ ଭାସି, ଝିଅ ବୁଡି ବୁଡି ଯାଇ ଆଉ ଜଣେ ଝିଅର ପାଦକୁ ଧଇଲା, କହିଲା ମୁଁ ତୋତେ ଧରିଲି ଛୁଇଁଲି ମାନେ ତୁ ଏଥର ବୁଡିକି ମତେ ଖୋଜିବାକୁ ପଡିବ। ଝିଅଟା କହିଲା ତୁ ମତେ ବୁଡିକି ଧରିନୁ ନା, ଆଉ କାହାକୁ ଧରିଛି ନା, ଗତିରେ ଗଜ ଅଛି ବୋଲି ମତେ କୁମ୍ଭୀର ଅଛି। ହାତୀକି ଜଳ ମଧ୍ୟରେ କୁମ୍ଭୀର ପାଦକୁ ଧରିଥିଲା, ତେଣୁ ମତେ ଗଜଗମନା ବୋଲି କହନ୍ତି। ମୋ ଗତିରେ ହାତୀ ଅଛି, ତେଣୁ ତୁ କୁମ୍ଭୀର ହୋଇକି ବୁଡିକି ମତେ ଧରିଛୁ। ଛାଡ ସେ କଥା, ଆଜ୍ଞା ଖେଳିବା କଥା ନୁହଁ। ସ୍ନାନ କରିକି ବେଗ ମନ୍ଦିରକୁ ଯିବେ, ଠାକୁର ଦର୍ଶନ କରିବେ। ଯୋଡ଼ିଏ ଝିଅ ଗାଧଉଛନ୍ତି, ଗୋଟିଏ ଝିଅ ଉଠିକି ଆସିଲା। ଦେହରେ ଶାଢୀଟା ଲାଖି ଯାଇଛି,
ଗାଧୋଇକି ପାଣିରୁ ଉଠି ଆସିଛି ଆଜ୍ଞା ଆଜ୍ଞା ଲୁଗାଟାକୁ ଭଲରେ ପାଣି ଛଡେଇନି ବା ଚୁପୁଡିନି ନାଇଁ। ଲାଗିକି ଅଛି ପୋଖରୀରୁ ଉଠିକି ଆସିଛି ହଁ ତେଣୁ କିପରି ଶୋଭା ଦେଖା ଯାଉଛି ଆଁ? ଆମର ଜଗତସିଂହପୁର ଜିଲ୍ଲା ବାରେଡିଆ ଗ୍ରାମ କବି ଭ୍ରମରବର ରାୟଙ୍କର ଲେଖା ବେଶ କହିଲେ ହେମଙ୍ଗେ ପ୍ରୀତମ ଶଣ ତାର ଯାଇଛି ଚୋରି ତାର ଯାଇଛି ଚୋରି ତାର ଯାଇଛି ଚୋରି ଆରେ ଭାଗିବା ହୁଅନ୍ତା କବି କହିଲେ ଶାଢ଼ୀଟା ଦେହରେ ଲାଗିଯିବାରୁ ଝିଅଟିର ରଙ୍ଗ ଦେଖିବାକୁ ସୁନା ରଙ୍ଗ କି ହଳଦିଆ ରଙ୍ଗ ଶାଢ଼ୀଟେ ପିନ୍ଧିଛି ଯେ ହଳଦିଆ ରଙ୍ଗ ହଁ ତେଣୁ ହଳଦିଆ ରଙ୍ଗରେ ହଳଦିଆ ରଙ୍ଗଟା ମିଶି ଯାଇଛି ଲୋ ମା। ଆଜ୍ଞା, ଆଜ୍ଞା ଆଜ୍ଞା କବି କହିଲେ ସେ ଶାଢ଼ୀରେ ଧଡ଼ି ଥିବାରୁ ଜଣା ପଡୁଛି ଶାଢ଼ୀ ଖଣ୍ଡେ ପିନ୍ଧିଛି ଯେବେ ଧଡ଼ି ନଥାନ୍ତା ହଁ। ଶାଢ଼ୀ ପିନ୍ଧିଛି କି ନାହିଁ ଧରା ଜଣା ପଡନ୍ତାନି ତାହେଲେ ଏ ଶୋଭାଟାକୁ ଦେଖୁଥିଲା କିଏ ନା ଆଜ୍ଞା ଜାହାଙ୍ଗୀର କୁଲି ଖା ମୋଗଲ ସେବାଦାର ନାମଟା ତାର ଲାଲ ବେଗ ହଁ ହଁ ମୋଗଲ ସୁବେଦାର ହଁ ହଇରେ ବାପା ଅଶ୍ୱପୃଷ୍ଠରେ ବସିଛି ଶାଣି ତରବାରି ଧରିଛି ଶ୍ରୀକ୍ଷେତ୍ର ଆକ୍ରମଣ କରିବ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଲୁଟି ନବ କାଳିଆ ଠାକୁରଙ୍କୁ ନେଇ ସାଗର ଜଳରେ ଭସେଇ ଦବ ଏ କାମନା କରି ଯେଉଁ ବୀର ସୈନ୍ୟମାନଙ୍କ ସଙ୍ଗରେ ଗତି କରୁଛି ଏ ଝିଅଟା ଉପରେ ତା ଆଖି ଲକ୍ଷ୍ୟ ପଡ଼ିଗଲା ରେ ଏ ବାପା ହଳଦୀ ରଙ୍ଗ ଝିଅକୁ ହଳଦୀ ରଙ୍ଗ ଶାଢ଼ୀ ଦେହରେ ଲାଖି ଯାଇଛି ବାସ 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 ତେଣୁ ଦେଖିଦେଲା ବୋପା ମା। ଦେଖିଦେଲା ଯେତେବେଳେ ଆଉ ଘୋଡାଟା ଆଗକୁ ଆରେ ଗଲା। ଘୋଡ଼ା ଯାଉନି ସିଏ ଅବାକ ହେଇଗନି ଠିଆ ହୋଇଗଲା ବୀର ହଁ ଗୋଟାଏ ପଦ ଗାଇବି ଗାୟକ ରତ୍ନ ହରିନାଥଙ୍କ ଲେଖା ଓ ଗାୟକ ରତ୍ନ ହରିନାଥ ଆଜ୍ଞା ତାଙ୍କ ନାଁଟା ହରି ଗୀତଟା ହରିରୁ ଆରମ୍ଭ ତାଙ୍କ ନାମ ଆଦ୍ୟରେ ରଖିକି ଗୀତଟାକୁ ଲେଖିଲେ ଏ ଯୁବକ ଲାଲ ବେଗ ଓହ୍ଲେଇଲା ଅସରୁ ଅଶ୍ୱରୁ ଓହ୍ଲେଇ ପଡିଲା ମୁସଲମାନ କହିଲା ହରି କ୍ଷୀରକୁ କ୍ଷୀରେ କ୍ଷୀରକୁ କ୍ଷୀରେ କ୍ଷୀର ମର୍ଦ୍ଦନା ମୋର ପ୍ରାଣ ସଖୀରେ ହରି କ୍ଷୀର ମୋ କ୍ଷୀର ଆରେ ଅକ୍ଷୀର ମର୍ଦ୍ଦନା ମୋର ପ୍ରାଣ ସଖୀରେ କହିବାକୁ ଆଲିଙ୍ଗନ ବଳିଅଛି ମୋର ମନ କରିବାକୁ ଆଲିଙ୍ଗନ ବଳିଅଛି ମୋର କରିବାକୁ ଆଲିଙ୍ଗନ ବଳିଅଛି ମୋର ସେ ବାନା ସୁର ଭୁଜ ପଡ଼ିବ ଭୁଜ କହିଲେ ଉରରେ ଉର ଭିଡ଼ି ଥାନ୍ତି ରଖିରେ ଏ ପ୍ରାଚୀନ ଜମାନା ଟିକେ ଜାଣିକି କହ କହିଲେ ଉରରେ ଉର ଭିଡ଼ି ଥାନ୍ତି ରଖିରେ ଇରେ ହରି କ୍ଷୀରକୁ କ୍ଷୀରେ ଆରା କ୍ଷୀରକୁ କ୍ଷୀରେ ଅକ୍ଷୀର ଅଶ୍ୱ ଉପରୁ ଓହ୍ଲେଇ ପଡିଲା ବୀର ବିବାହ କରିବ ନିଜ ସ୍ତ୍ରୀ କରି ନେଇଯିବ ବୋଲି ମନ କରିଛି ଗଙ୍ଗାଧର ମେହରଙ୍କ ଲେଖାରେ କହିଲା ଆକୁ ସ୍ତ୍ରୀ କରିକି ଯେବେ ନେଇଯିବି ମୋ ଅଟ୍ଟାଳିକା ଉପରେ ଠିଆ ହୋଇଥିବ
ମୁଁ ରାଜଦାଣ୍ଡରେ ଚାଲିକି ଯାଉଥିବି ମତେ ଟିକେ ଖାଲି ଅନେଇକି ହସିଦବ କହିଲା ଅଟାଳି ଉପରେ ଚାହିଁ କେବେ ବାଳା ଦେଖି ଦେଉଥିବ ହସି ହାସି ତାହେଲେ ସ୍ୱର୍ଗ ସୁଖ ଆସିବ ପରେ ମୋର ହାତରେ ପଡ଼ିବ ଖସି କହିଲା ତା ଠାରୁ ବଳିକି ସୁଖ ମତେ ଆଉ ମିଳିବନି ନିଶ୍ଚିତ ଆକୁ ବିବାହ ହେବି ଅସଫରୁ ଓହ୍ଲେଇ ପଡ଼ିଲା ଝିଅଟା ନିକଟକୁ ଚାଲି ଯାଉଛି ସେ ଝିଅ ଏକଥା ଜାଣେ ନା ସେ ସ୍ନାନ ସାରି ଯାଉଛି ମନ୍ଦିରକୁ ତା ମନରେ ଏପରି ଭାବନା ନାହିଁ ପ୍ରେମ ବୋଲି ଯେଉଁ ଜିନିଷ ତା ନିକଟରେ ଭଲ ନାହିଁ କବି ଲେଖିଛନ୍ତି ରାଧାନାଥ କହିଲେ ବିଷ ପ୍ରାୟ ପ୍ରେମ ପ୍ରସଙ୍ଗ ସଦା ପୁରୁଷ କଥାକୁ ଡରେ ସେ କରେ ପୁରୁଷକୁ ଦେଖିଲେ ସିଏ ଭୟ କରେ ପ୍ରେମଟା ତା ନିକଟରେ ବିଷ ପ୍ରାୟ ତେଣୁ ଏ ପୁଅ ଏ ଭାବନାରେ ଯାଉଛି ସେ ଝିଅଟା କାହିଁକି ଜାଣିବ ରାଧାନାଥ ପୁଣି କହିଲେ ଆରେ ଝିଅ ସିନା ଜାଣେ ନା ଏତେ ବଡ ସୁନ୍ଦର ରୂପ କେବେ ପୁରୁଷ କଣ ଛାଡି ପାରିବ କିନ୍ତୁ ରୂପ ଥିଲେ ପ୍ରଚ୍ଛନ୍ନ କେବେ ରସିକ